ପବିତ୍ର ବାହୁଡ଼ା ଯାତ୍ରାରେ ହରିନାମ ପ୍ରକମ୍ପିତ ହେଉଛି ବଡ଼ଦାଣ୍ଡର ଶରଧାବାଲି। ଯେଉଁ ଶରଧାବାଲିରେ ଦୂର ଦୂରାନ୍ତରୁ ଆସୁଛନ୍ତି ଭକ୍ତମାନେ ରାମ ନାମ ସଂକୀର୍ତ୍ତନରେ ହିଁ ସେମାନେ ତାଙ୍କର କାର୍ଯ୍ୟ ଜାରି ରଖୁଛନ୍ତି, ମହାପ୍ରଭୁ ଡାକୁଛନ୍ତି। କୋଉଠୁ ଆସିଥିଲେ, କେମିତି କଣ ରହୁଛି? ଆମେ ଆସିଛୁ ଜଗତସିଂହପୁର ଡିଷ୍ଟ୍ରିକ୍ଟରୁ, ନକୁଳାଙ୍ଗ ପାଟଣିଆ ଜଗତସିଂହପୁର। ଆଜ୍ଞା, ସଂକୀର୍ତ୍ତନ ପରିବେଷଣ କରିବା ପାଇଁ ଆସିଥିଲି। ରଥ ଆଗରେ ଟିକେ ସଂକୀର୍ତ୍ତନ ପରିବେଷଣ କରିବୁ କାଳିଆ ଆଗରେ। ପ୍ରତିବର୍ଷ ଆମେ ଆସୁଛୁ, ସଂକୀର୍ତ୍ତନ ପରିବେଷଣ କରିକି ଯାଉଛୁ ରଥ ଆଗରେ। ଆପଣ ମଧ୍ୟ ସାମିଲ ହେଇଛନ୍ତି। କେମିତି କଣ ପରିବେଷଣ ହଉଛି? ବହୁତ ଭଲ ଲାଗୁଛି। ଇଏ ଭଗବାନଙ୍କର ଆଶୀର୍ବାଦ, ଇଏ ସବୁ କିଛି ତାଙ୍କରି କରୁଣା। ସେ ଡାକିଛନ୍ତି, ତାଙ୍କ ଦୟାରୁ ଆମେ ଏଠିକି ଆସିଛୁ। ଯାହା ହଉଛି ତାଙ୍କ ପାଇଁ ହଉଛି, ଯାହା ହବ ତାଙ୍କରି ହିଁ ହବ। ମନରେ କେମିତି ଭାବନା ରହୁଛି ଆଜି? ବହୁତ ଆନନ୍ଦର ଭାବନା ଆଜି। ଶ୍ରୀ ଜଗନ୍ନାଥ ମହାପ୍ରଭୁ ଆଜି ଯେତେବେଳେ ବଡ଼ଦାଣ୍ଡକୁ ପୁଣି ବାହୁଡ଼ିବେ ତାଙ୍କ ଶ୍ରୀମନ୍ଦିରକୁ, ସେଥିପାଇଁ ଆଜି ଏସବୁ ଆନନ୍ଦ ଉଲ୍ଲାସର ଖେଳ। ହାତରେ ଘିନି ଝାଞ୍ଜ ମୃଦଙ୍ଗ ସବୁକିଛି ନେଇ ପରିବେଷଣ କରୁଛନ୍ତି। ଆଜ୍ଞା କେମିତି ରହୁଛି? ଆଜ୍ଞା, ବହୁତ ଭଲ ଲାଗୁଛି। ଆମ ବଡ଼ଦାଣ୍ଡକୁ ଆସିକି ଆମେ ବହୁତ ଖୁସି ଅଛୁ। ତାପରେ ବହୁତ ଆନନ୍ଦ ଲାଗୁଛି ଏସବୁ ଇଏ କରିବା ପାଇଁ। ମନ ଭିତରେ ବହୁତ ଆଗ୍ରହ ପ୍ରଭୁଙ୍କ। ସମସ୍ତ ମନରେ ଆଗ୍ରହ ରହୁଛି, ଭକ୍ତି ରହୁଛି। ମହାପ୍ରଭୁଙ୍କ ଆଗରେ ଯେଉଁ ସେବା ଯୋଗେଇବା, ଯେଉଁ ନାମ ସଂକୀର୍ତ୍ତନ କଥା କହିବା, ହରିନାମ କଥା କହିବା, ନିହାତି ପକ୍ଷେ ସମସ୍ତଙ୍କ ମନରେ ଯେଉଁ ଭାବନା ରହିଛି, ଯେଉଁ ଭକ୍ତି ଭାବନା ରହିଛି, ତାକୁ ମହାପ୍ରଭୁଙ୍କ ଆଗରେ ହିଁ ସେମାନେ ପରିବେଷଣ କରୁଛନ୍ତି। ପୁରୀରୁ ଭିଡିଓଗ୍ରାଫର